ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ର ଫେବୃଆରୀ ମାସଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ ଏବଂ କମେଣ୍ଟରେ ଜୟ ମହାଦେବ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହା ଆପଣଙ୍କର ପଞ୍ଚମ ଘରେ ବିରାଜମାନ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦେବଗୁରୁ ବୃହସ୍ପତି ଯଦି କୌଣସି ରାଶିର ଅଧିପତି ହୋଇ ତାଙ୍କର ଗୁରୁ ସ୍ଥାନରେ ବିରାଜମାନ କରିଥାନ୍ତି ତାହା ଅତ୍ୟନ୍ତ ଶୁଭ ମନାଯାଇଥାଏ, ଯାହା ଆପଣଙ୍କର ଗୁରୁ ସ୍ଥାନରେ ଅଛନ୍ତି ଏବଂ ଆପଣଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଶୁଭଦାୟକ ଅଟେ। ଦେବଗୁରୁ ବୃହସ୍ପତି ଫେବୃଆରୀ 1 ତାରିଖ ଠାରୁ ଆପଣଙ୍କର ଗୁରୁସ୍ଥାନ ବା ପଞ୍ଚମ ସ୍ଥାନକୁ ବିରାଜମାନ କରିବେ ଏବଂ ବର୍ଷକ ପାଇଁ ମଧ୍ୟ ଆପଣଙ୍କର ଅଧିପତି ରହିବେ। ତେଣୁ ଏହା ଏକ ଅତ୍ୟନ୍ତ ଶୁଭର ଦିନ ଫେବୃଆରୀ ମାସଟି ଏବଂ ଫେବୃଆରୀ ମାସରେ ଦେବଗୁରୁ ବୃହସ୍ପତି ଆପଣଙ୍କର କ୍ୟାରିୟର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବହୁତ ମାତ୍ରାରେ ଯୋଗଦାନ କରିବେ। ଖାସ୍ କରି ଆପଣ ଯଦି କୌଣସି ଚାକିରି କରୁଛନ୍ତି ସେଥିରେ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରମୋସନ୍ ଘଟିବ, କିମ୍ବା ଚାକିରି ପାଇଁ ପ୍ରିପାରେସନ୍ କରୁଛନ୍ତି ତେବେ ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତିଙ୍କର ସହାୟକ ମଧ୍ୟ ମିଳିବ କିମ୍ବା ଅପରଚ୍ୟୁନିଟି ମିଳିପାରେ। ଆପଣଙ୍କୁ ନୂତନ ବିଜନେସ୍ ମଧ୍ୟ ଷ୍ଟାର୍ଟ କରିପାରନ୍ତି। ଆପଣ କୌଣସି ନୂତନ ବିଜନେସ୍ ମଧ୍ୟ ଷ୍ଟାର୍ଟ କରିବେ ଯାହା ସକ୍ସେସଫୁଲ୍ ମଧ୍ୟ ରହିବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଖାସ୍ କରି ଆପଣଙ୍କ ଜୀବନରେ ଯେତେ ଶ୍ୱାସଜନିତ ସମସ୍ୟା ରହୁଥିଲା, ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥିଲା, ଆପଣଙ୍କର ଡାଇବେଟିସ୍ ଜନିତ ସମସ୍ୟା ରହୁଥିଲା କିମ୍ବା ଯାଦୁକାଛୁ ଜନିତ ଯେଉଁ ଚର୍ମ ଜନିତ ସମସ୍ୟା ରହୁଥିଲା ତାହା ସବୁ ଧୀରେ ଧୀରେ ଦୂର ହେବାକୁ ଲାଗିବ ଏବଂ ଏହିସବୁ ସମସ୍ୟା ଦୂର ହେବା ପରେ ଆପଣଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ସୁସ୍ଥ ହେବାକୁ ମଧ୍ୟ ଲାଗିବ। ତେଣୁ ଆପଣଙ୍କୁ ବହୁତ ମାତ୍ରାରେ ପରିବର୍ତ୍ତନଶୀଳ ଏବଂ ବହୁତ ମାତ୍ରାରେ ପରିବର୍ତ୍ତନ ହେଲା ପରି ମନେ ହେବ। ତା ସହିତ ଏହି ଫେବୃଆରୀ ମାସରେ ଆପଣଙ୍କର ଶିକ୍ଷା କ୍ଷେତ୍ରକୁ ମଧ୍ୟ ବହୁତ ମାତ୍ରାରେ ଯୋଗଦାନ ଦେବେ ଦେବଗୁରୁ ବୃହସ୍ପତି। ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ ବଢ଼ିବ। ଆପଣ ଯଦି ଏକ ପରୀକ୍ଷାର୍ଥୀ ହୋଇଥାନ୍ତି, ଯଦି କୌଣସି ପରୀକ୍ଷା ଦିଅନ୍ତି ତେବେ ସେ ପରୀକ୍ଷାରେ ମଧ୍ୟ ବହୁତ ନମ୍ବର ରଖି ଉତ୍ତୀର୍ଣ୍ଣ କରିବେ। ଏବେ ଯଦି ଦେଖିବା ଆପଣଙ୍କର ଶନି ଅଛନ୍ତି ଆପଣଙ୍କର ସପ୍ତମ ଘରେ, ଯାହା ଆପଣଙ୍କର ପାରିବାରିକ ଲଭ୍ ଲାଇଫ୍ କ୍ଷେତ୍ର ଏବଂ ଆପଣଙ୍କର ଯେଉଁ ସାମାଜିକ କ୍ଷେତ୍ରରେ ବହୁତ ମାତ୍ରାରେ ଯୋଗଦାନ ଦେଇଥାନ୍ତି। ଶନିଙ୍କର ପ୍ରଭାବ ହେତୁ ଆପଣ କୌଣସି ନୂତନ ଯାନବାହନ କ୍ରୟ କରିପାରନ୍ତି କିମ୍ବା କୌଣସି ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି, କୌଣସି ଦୂରଯାତ୍ରାକୁ ଭ୍ରମଣ କରିବାକୁ ମଧ୍ୟ ଯାଇପାରନ୍ତି। ତେଣୁ ଆପଣ ନୂତନ ତୀର୍ଥ ମଧ୍ୟ ଯାତ୍ରା କରିପାରନ୍ତି। ତେଣୁ ଶନିଙ୍କର ବହୁତ ମାତ୍ରାରେ ପ୍ରଭାବ ରହୁଛି ଆପଣଙ୍କ ଉପରେ ଏବଂ ଶନିଙ୍କୁ ଆରାଧନା କରିବା ହେଲେ ଆପଣଙ୍କୁ କିଛି ଓମ୍ ଶନିଶ୍ଚରାୟ ନମ କହି ପ୍ରତ୍ୟେକ ଶନିବାର ଦିନ ଜଳ ଅର୍ପଣ କରିବେ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ। ଯଦି ଏହି ଫେବୃଆରୀ ମାସରେ ଆପଣଙ୍କର କିଛି କ୍ଷତି ଘଟୁଛି ତାହା ରାହୁଙ୍କ ପାଇଁ, କାରଣ ରାହୁ ଆପଣଙ୍କର ଦ୍ୱାଦଶ ଘରେ ରହୁଛନ୍ତି, ଯାହାକୁ ଅଶୁଭ ମନାଯାଇଥାଏ ଏବଂ ଆପଣଙ୍କର ମଧ୍ୟ ଅଶୁଭ। ରାହୁଙ୍କ ହେତୁ ଆପଣଙ୍କୁ କିଛି ଆକ୍ସିଡେଣ୍ଟ ହୋଇପାରେ, ଛୋଟ ଆକ୍ସିଡେଣ୍ଟ ହୋଇପାରେ କିମ୍ବା ଆପଣ ନିଆଁ ପାଣି ପରି ଜିନିଷରେ କିଛି ଆଘାତ ପାଇପାରନ୍ତି। ତେଣୁ ଏହାର ପ୍ରତିକାର ରୂପରେ ଆପଣ ଟିକେ ଯାନବାହନକୁ ସ୍ଲୋ ଚଲାନ୍ତୁ, ନିଆଁ ପାଣି ଠାରୁ ଦୂରେଇ ରୁହନ୍ତୁ ଏବଂ ପ୍ରତିକାର ରୂପରେ ହେଲା ଆପଣ
କିଛି ଗାଈକୁ ଖାଇବାକୁ ଦିଅନ୍ତୁ। ରୁଟି ହେଉ କଦଳୀ ହେଉ କିନ୍ତୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କର ଧୀରେ ଧୀରେ ମଙ୍ଗଳ ହେବ। ଏବଂ ଆପଣ ଯଦି ପାରୁଛନ୍ତି, ଆପଣଙ୍କର ଇଷ୍ଟଦେବ ହେଉଛନ୍ତି ମହାଦେବ। ତେଣୁ ପ୍ରତ୍ୟେକ ସୋମବାର ଦିନ, ଏହି ଫେବୃଆରୀ ମାସର ପ୍ରତ୍ୟେକ ସୋମବାର ଦିନ ଆମିଷ ନ ଖାଇ ଯେକୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ସେଠାରେ ଜଳଶାୟୀ କରି ଆପଣ ଗାଧାନ୍ତୁ। ବୃଷଭଙ୍କ ପାଖରେ ଜଳଶାୟୀ ପାଣିରେ ଗାଧାନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ରାହୁଙ୍କର ଯେଉଁ ଦୃଷ୍ଟି ମଧ୍ୟ ଅଛି ଆପଣଙ୍କ ଉପରେ, ତାହା ସବୁ ଦୂରେଇ ଯିବ। ଏବଂ ଆପଣ ଯଦି ପାରୁଛନ୍ତି, ହନୁମାନ ଚାଳିଶା ମଧ୍ୟ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ଜ୍ଞାନ ବଢ଼ିବ, ଧନରତ୍ନ ମଧ୍ୟ ଆଦି ବଢ଼ିବ। ତା ସହିତ ହରେକୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କଲେ ଆପଣଙ୍କର ନିଶ୍ଚିତ ଭାବରେ ମଙ୍ଗଳ ହେବ। ତେଣୁ ଆଜି ତ ସମୟ ହୋଇଯାଇଛି, ଆଜିର ଏପିସୋଡ଼କୁ ଏଇଠି ରଖିବା। ତେଣୁ ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ। ରହୁଛି।